ରଖେ ହରି ତ ମାରେ କିଏ। 1857 ଖ୍ରୀଷ୍ଟାବ୍ଦର କଥା। ଜୟରାମବାଟି ଗ୍ରାମର ରାମଚନ୍ଦ୍ର ମୁଖାର୍ଜୀଙ୍କର କନ୍ୟା ଶାରଦାଙ୍କର ବିବାହ 5 ବର୍ଷ ବୟସରେ ନିକଟବର୍ତ୍ତୀ କାମାରପୁକୁର ଗ୍ରାମର 23 ବର୍ଷ ବୟସର ଯୁବକ ଗଦାଧରଙ୍କ ସହିତ ହୋଇଥିଲା। ସେହି ସମୟରେ କୁଳୀନ ବ୍ରାହ୍ମଣ ପରିବାରରେ ଏହି ପ୍ରକାରର ବିମଳ ବିବାହ ପ୍ରାୟତଃ ଘଟୁଥିଲା। ବର ଏବଂ କନ୍ୟା ପରିବାର ଗରିବ ଥିବାରୁ ବିବାହ ଖୁବ୍ ଧୁମଧାମରେ ନ ହୋଇ ସାଧାରଣ ଭାବରେ ସମ୍ପନ୍ନ ହୋଇଥିଲା। ଗଦାଧରଙ୍କର ମାତା ଚନ୍ଦ୍ରାଦେବୀ ଏବଂ ତାଙ୍କର ବଡ଼ ଭାଇ ରାମକୁମାର ଧାର ଉଦ୍ଧାର କରି ଗ୍ରାମର ସମସ୍ତ ଜନସାଧାରଣଙ୍କୁ ନିମନ୍ତ୍ରଣ କରି ଭୋଜିଭାତ ଖୁଆଇଥିଲେ। ବାଳିକା ବଧୂ ଶାରଦା ଅଳ୍ପ କେତୋଟି ଦିନ ପରେ ଶାଶୁ ଘରେ ରହି ପୁଣି ନିଜ ମାତାପିତାଙ୍କ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗଦାଧର କାମାରପୁକୁର ଗ୍ରାମରୁ କଲିକତାକୁ ଫେରି ଆସିଲେ ଏବଂ ରାଣୀ ରାসমଣୀଙ୍କ ଦକ୍ଷିଣେଶ୍ୱରୀଙ୍କ ଠାରେ ଥିବା କାଳୀ ମନ୍ଦିର ପୂଜାରୀ ପଦରେ ନିଯୁକ୍ତି ହେଲେ। ଏଥିମଧ୍ୟରେ ଦୀର୍ଘ 17 ବର୍ଷ ବିତିଗଲା। ବାଳିକା ଶାରଦା ଏବେ 22 ବର୍ଷର ପୂର୍ଣ୍ଣ ଯୌବନ ନାରୀ। ସେ ଏହି ସମୟ ମଧ୍ୟରେ କେତେଥର କାମାରପୁକୁର ଯାଇ ତାଙ୍କ ଶାଶୁଙ୍କ ପାଖରେ ରହି ଆସିଥିଲେ। 2 ଥର ଦକ୍ଷିଣେଶ୍ୱରରେ ପତିଙ୍କୁ ଦର୍ଶନ କରି ଆସିଥିଲେ। ତଥାପି ଅଧିକାଂଶ ସମୟ ଜୟରାମବାଟିରେ କଟାଉଥିଲେ। ଗଦାଧର କାଳୀ ମନ୍ଦିରରେ ପୂଜା କରିବା ସମୟରେ ସମାଧିସ୍ଥ ହୋଇଯାଉଥିଲେ। କେତେବେଳେ ସେ ପାଗଳଙ୍କ ପରି ଜୋରରେ ହସୁଥିଲେ ତ କେତେବେଳେ କାନ୍ଦୁଥିଲେ ଅଥବା ନାଚୁଥିଲେ। ଏହି ଖବର ଜୟରାମବାଟିରେ ପହଞ୍ଚିଲା। ଲୋକମାନେ ପରନିନ୍ଦା ପରଚର୍ଚ୍ଚା କରି ଆନନ୍ଦ ପାଆନ୍ତି। ଗ୍ରାମର କିଛି ସ୍ତ୍ରୀ ଲୋକ ଶାରଦାଙ୍କ ମାଆଙ୍କ ପାଖକୁ ଆସି କହିଲେ, ଝିଅ ଶାରଦାକୁ ଭଗବାନ ଏତେ ରୂପ ଓ ଗୁଣ ଦେଇଛନ୍ତି, ହେଲେ କ'ଣ ହେଲା? ଦୁର୍ଭାଗ୍ୟକୁ ତାହାର ସ୍ୱାମୀ ପାଗଳ। ଆମେ ତ ପୂର୍ବରୁ ଏହି କଥା ଜାଣିଥିଲୁ, କିନ୍ତୁ ତୁମେ କାଳେ ଖରାପ ଭାବିବ ଜାଣି ଆମେ ଚୁପ୍ ହୋଇ ରହିଥିଲୁ। ଶାରଦା ମନେ ମନେ ଜାଣିଥିଲେ ଯେ ତାଙ୍କର ସ୍ୱାମୀ ପାଗଳ ନୁହନ୍ତି, ବରଂ ଜଣେ ଉଚ୍ଚ କୋଟିର ମହାପୁରୁଷ। କିନ୍ତୁ ସେମାନଙ୍କ ସହିତ ତର୍କ ନ କରି ସେ ଦୁଃଖୀ ହୋଇ ଚୁପ୍ ରହୁଥିଲେ। ଶୋକ ଏବଂ ଦୁଃଖରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଦିନକର କଥା। ଗ୍ରାମର ଦଳେ ଲୋକ ଗଙ୍ଗା ସ୍ନାନ କରିବା ପାଇଁ କଲିକତା ଯାଉଥିଲେ। ଶାରଦା ସେମାନଙ୍କ ସହିତ ଦକ୍ଷିଣେଶ୍ୱର ଯିବା ପାଇଁ ମନସ୍ଥ କରି ନିଜ ପିତାମାତାଙ୍କଠାରୁ ଅନୁମତି ଚାହିଁଲେ। ତାଙ୍କର ପିତା ଝିଅର ଦୁଃଖ ବୁଝିପାରିଥିଲେ। ଶାରଦା ଗ୍ରାମବାସୀଙ୍କ ସହିତ ଦକ୍ଷିଣେଶ୍ୱର ଯିବା ପାଇଁ ବାହାରିଲେ। ଜୟରାମବାଟିରୁ କଲିକତାର ଦୂରତା ପ୍ରାୟ 60 ମାଇଲ। ପଥ ଅତ୍ୟନ୍ତ ଦୁର୍ଗମ ଏବଂ କଣ୍ଟକିତ। ତାଙ୍କ ଗ୍ରାମରୁ 20 ମାଇଲ ପରେ ଡେଲୋଭେଲୋ ନାମକ ଗୋଟିଏ ଗ୍ରାମ ପଡ଼େ। ସେଠାରେ ଘଞ୍ଚ ଅରଣ୍ୟ ଥିଲା। ସେଠାକାର କିଛି ଡାକୁ ଯାତ୍ରୀମାନଙ୍କ ନିକଟରୁ ଖାଦ୍ୟ ଓ ବସ୍ତ୍ର ପାଇବା ଉଦ୍ଦେଶ୍ୟରେ ସେମାନଙ୍କ ଜୀବନ ନେବା ପାଇଁ ମଧ୍ୟ ପଶ୍ଚାତାପ ହେଉନଥିଲେ। ଶାରଦା ତଥା ଗ୍ରାମବାସୀମାନେ ସନ୍ଧ୍ୟା ପୂର୍ବରୁ ଟେଲାଭୋଲା ପାର କରି ତାରକେଶ୍ୱର ପହଞ୍ଚିବା ପାଇଁ ଚାହୁଁଥିଲେ। ସେଥିପାଇଁ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଲେ। କିଛି ରାସ୍ତାରେ ଶାରଦାଙ୍କ ଗୋଡ଼ ମୋଡ଼ି ହୋଇଗଲା। ପୁଣି ଅଳ୍ପ ଦିନ ପୂର୍ବରୁ ରୋଗରୁ ଉଠିଥିବାରୁ ଦୁର୍ବଳତା କାରଣରୁ ସେ ଅନ୍ୟମାନଙ୍କ ସହିତ ତାଳ ଦେଇ ଚାଲିପାରିଲେ ନାହିଁ। ରାତ୍ରି ହେବା ମାତ୍ରେ ମାତ୍ର 2 ଘଡ଼ି ବାକି ରହିଲା। କିନ୍ତୁ 8-10 ମାଇଲ ରାସ୍ତା ଚାଲିବାକୁ ଅଛି। ତେଣୁ ଶାରଦା ସହଯାତ୍ରୀମାନଙ୍କୁ କହିଲେ, ମୋ ପାଇଁ ଆପଣମାନେ ନିଜ ନିଜ ଜୀବନକୁ କାହିଁକି ବାଜି ଲଗାଉଛନ୍ତି? ଆପଣମାନେ ଆଗେ ଆଗେ ଚାଲନ୍ତୁ ଏବଂ ତାରକେଶ୍ୱର ମନ୍ଦିରକୁ ଯାଇ ବିଶ୍ରାମ କରନ୍ତୁ। ମୁଁ ଧୀରେ ଧୀରେ ଯାଇ ସେଠାରେ ପହଞ୍ଚିଯିବି। ସମସ୍ତେ ଟିକିଏ ହେଞ୍ଚି ହେଲେ, କିନ୍ତୁ ଭୟଙ୍କର ଡାକୁମାନଙ୍କ ଭୟରେ ସେମାନେ ଘଞ୍ଚ ଜଙ୍ଗଲ ପଥରେ ଶାରଦାକୁ ଛାଡ଼ି ଚାଲିବାକୁ ଲାଗିଲେ। ଶାରଦା ଡେଲୋଭେଲୋ ଜଙ୍ଗଲ ଭିତରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥିଲା। ବର୍ଷା ହେବାକୁ ଲାଗିଲା। ଗୋଟିଏ ଗଛ ମୂଳେ ସେ ଦୁଃଖରେ ବସି ପଡ଼ି ଭାବିବାକୁ ଲାଗିଲା, ବୋଧହୁଏ ଏ ଜୀବନରେ ଦକ୍ଷିଣେଶ୍ୱରରେ ପହଞ୍ଚି ସେ ନିଜ ସ୍ୱାମୀଙ୍କ ଦର୍ଶନ ଲାଭ କରିପାରିବେ କି ନାହିଁ। ଏତିକିବେଳେ 3-4 ଜଣ ଡାକୁ ଆସି ସେଠାରେ ପହଞ୍ଚିଲେ।
ଜଣେ ଗମ୍ଭୀର ସ୍ୱରରେ ପଚାରିଲେ, ତୁମ ସାଥିରେ ଯେଉଁମାନେ ଥିଲେ କୁଆଡ଼େ ଗଲେ? ଶାରଦା ସବୁ କଥା କହିବା ପରେ ନିଜ ପାଖରେ ଥିବା ସ୍ୱଳ୍ପ ପଇସା ଓ ଲୁଗା ଡାକୁଙ୍କ ସାମ୍ନାରେ ରଖିଦେଲେ। ଡାକୁମାନେ ପାଖକୁ ଆସି ମିଶାଲ ଆଲୁଅରେ ଦେଖିଲେ ଯେ ଅତ୍ୟନ୍ତ ରୂପସୀ ଯୁବତୀ ଥଣ୍ଡା, ଭୟ ଓ ଅସୁସ୍ଥତା କାରଣରୁ କମ୍ପୁଛି। ତାଙ୍କର ସର୍ଦ୍ଦାର ପଚାରିଲେ, ତୁମେ କିଏ, କେଉଁଠାରୁ ଆସିଛ ଏବଂ କେଉଁଠାକୁ ଯାଉଛ? ଶାରଦାଙ୍କର କାହିଁକି କେଜାଣି ଡର ଭୟ କମ୍ ହୋଇଗଲା। ସେ ଟିକିଏ ଆଶ୍ୱସ୍ତି ଲାଭ କଲେ। ହସି ହସି ମଧୁର ସ୍ୱରରେ କହିଲେ, ବାପା, ତୁମେ କ'ଣ ମୋତେ ଚିହ୍ନି ପାରୁନାହଁ? ମୁଁ ତୁମର ଝିଅ ଶାରଦା, ତୁମର ଜ୍ୱାଇଁ ଦକ୍ଷିଣେଶ୍ୱର କାଳୀ ମନ୍ଦିରର ପୂଜାରୀ। ମୁଁ ତାଙ୍କ ପାଖକୁ ଯାଉଛି। ହଠାତ୍ ଡାକୁର ଭାବଭଙ୍ଗ ବଦଳିଗଲା। ସେ କହିଲା, ଝିଅ, ତୁ ବୋଧହୁଏ ରୋଗରେ ପଡ଼ି କ୍ଳାନ୍ତି ହୋଇଯାଇଛୁ। ପ୍ରଥମେ ମୋ ସହିତ ଘରକୁ ଚାଲ, ଟିକିଏ ବିଶ୍ରାମ କରିବୁ। ଡାକୁ ତାକୁ ତା ଘରକୁ ଆସି ତା ସ୍ତ୍ରୀକୁ କହିଲା, ଈଶ୍ୱର ଆଜି ପର୍ଯ୍ୟନ୍ତ ଆମକୁ ସନ୍ତାନ ଦେଇନାହାନ୍ତି, କିନ୍ତୁ ଆଜି ଅନ୍ନପୂର୍ଣ୍ଣା ପରି ସୁନ୍ଦରୀ ଝିଅଟିଏ ଆମ ପାଖକୁ ପଠାଇଛନ୍ତି। ଝିଅକୁ ଶୁଖିଲା ଲୁଗା ପିନ୍ଧାଇ ତାର ଖାଇବାର ବ୍ୟବସ୍ଥା କର। ଡାକୁ ପତ୍ନୀ କହିଲା, ଝିଅ, ଆମେ ଛୋଟ ଜାତିର ଲୋକ। ବୋଧହୁଏ ତୁ ଆମ ହାତରନ୍ଧା ଖାଦ୍ୟ ଖାଇବୁ ନାହିଁ। ମୁଁ ପାଖ ଗାଁରୁ ଜଣେ ବ୍ରାହ୍ମଣ ନାରୀଙ୍କୁ ଡାକି ଆଣୁଛି। ଶାରଦା ଉତ୍ତର ଦେଲେ, ନା ମା, ତୋର ଜ୍ୱାଇଁ ଶୂଦ୍ର ରାଣୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ମନ୍ଦିରର ପୂଜାରୀ। ସେ କହନ୍ତି ଯେ ଈଶ୍ୱରଙ୍କ ଘରେ ସମସ୍ତେ ସମାନ। ଅଧିକନ୍ତୁ ମୁଁ ତୁମର ଝିଅ, କାହିଁକି ମୁଁ ତୁମ ଘରେ ଖାଇବି ନାହିଁ? ଇତିମଧ୍ୟରେ ଆଖପାଖରୁ 5-6 ଜଣ ସ୍ତ୍ରୀ ପୁରୁଷ ଆସି ପହଞ୍ଚିଗଲେ। ସମସ୍ତେ ଭୟଙ୍କର ଡାକୁଥିଲେ ସତ, କିନ୍ତୁ ତାଙ୍କ ସର୍ଦ୍ଦାରଙ୍କ ସ୍ନେହର ଝିଅ ଶାରଦାଙ୍କ ସେବାରେ ସମସ୍ତେ ଲାଗିଗଲେ। ଡାକୁଙ୍କ ଘରେ ଖାଇ ପିଇ ଟିକିଏ ସୁସ୍ଥ ଅନୁଭବ କରିବାରୁ ଶାରଦା ଡାକୁଙ୍କୁ କହିଲେ, ବାପା, ଯଦି ମୁଁ ଯାତ୍ରୀମାନଙ୍କ ସହିତ କଲିକତା ନ ପହଞ୍ଚିବି, ତାହେଲେ ତୁମର ଜ୍ୱାଇଁ ବହୁତ ଚିନ୍ତିତ ହେବେ। ତେଣୁ ମୋତେ ଶୀଘ୍ର ତାରକେଶ୍ୱର ପର୍ଯ୍ୟନ୍ତ ପହଞ୍ଚାଇ ଦିଅ। ମୁଁ କଥା ଦେଉଛି, ଫେରିବା ବେଳକୁ ନିଶ୍ଚୟ ଏଠି ମୁହଁ ମାରିଯିବି। ଡାକୁ ସର୍ଦ୍ଦାର 4 ଜଣ ବଳିଷ୍ଠ କାନ୍ଧିଆକୁ ଡକାଇଲେ। ଝିଅ ଶାରଦାଙ୍କୁ ପାଲଙ୍କିରେ ବସାଇଲେ। ତା ପାଖରେ ଦେବା ପାଇଁ ତ ବିଶେଷ କିଛି ନଥିଲା, ତଥାପି ଝିଅକୁ ଖାଲି ହାତରେ କେମିତି ବିଦା କରିବେ? ତେଣୁ କିଛି ଚୂଡ଼ା ଓ ମଟର ଛୁଇଁ ଇତ୍ୟାଦି ଦେଇ ନିଜେ ପାଲଙ୍କି ପାଖେ ପାଖେ ଚାଲିଲେ। ପାହାନ୍ତା ପହରକୁ ସେମାନେ ତାରକେଶ୍ୱର ପହଞ୍ଚିଗଲେ। ସର୍ଦ୍ଦାର କହିଲା, ମାରେ, ଏଣିକି ମନ୍ଦିର ପର୍ଯ୍ୟନ୍ତ ତୋତେ ଏକୁଟିଆ ଯିବାକୁ ହବ, କାରଣ ମୋତେ ଜୀବିତ ବା ମୃତ ଧରି ଆଣିବା ଲୋକକୁ ସରକାର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ବିଦାୟ ସମୟରେ ଡାକୁ ନିଜକୁ ସମ୍ଭାଳି ପାରିଲା ନାହିଁ। ତା ଆଖିରେ ଲୁହ ବୋହି ଆସିଲା। ସେ କାନ୍ଦି କାନ୍ଦି କହିଲା, ଭଗବାନ ଏ ବୟସରେ ତୋ ପରି ଝିଅ ଓ ପୁଣ୍ୟାତ୍ମା ଜ୍ୱାଇଁଟିଏ ଦେଇଛନ୍ତି, ଆଉ ମୁଁ ଏ ହୀନ କାମକୁ କରୁଛି। ଧିକ୍, ଆଉ ଏ କାମ କରିବି ନାହିଁ କି କାହାକୁ କଷ୍ଟ ଦେବି ନାହିଁ। ତେଣେ ଶାରଦାଙ୍କ ସହଯାତ୍ରୀମାନେ ତାଙ୍କୁ ନ ପାଇ ଅତ୍ୟନ୍ତ ବିଚଳିତ ହୋଇ ଖୋଜାଖୋଜି କରୁଥିଲେ। ଶାରଦାଙ୍କୁ ଦେଖି ସେମାନେ ଆଶ୍ୱସ୍ତ ହେଲେ। ସେମାନେ ବୁଝିପାରୁନଥିଲେ ଯେ କିପରି ଦୁର୍ଦ୍ଦାନ୍ତ ଡାକୁଙ୍କ ପାଖରୁ ଶାରଦା ଗହଣା ଓ ଲୁଗାପଟା ସହିତ ରକ୍ଷା ପାଇ ଚାଲି ଆସିଲେ। ଦକ୍ଷିଣେଶ୍ୱର ପହଞ୍ଚି ଶାରଦା ଦେଖିଲେ ଯେ ତାଙ୍କ ସ୍ୱାମୀ ପାଗଳ ନୁହନ୍ତି, ବରଂ ସାଧାରଣ ପୂଜାରୀରୁ ପରମହଂସ ରାମକୃଷ୍ଣ ଭାବରେ ବିଖ୍ୟାତ ହୋଇଛନ୍ତି। କଲିକତାରୁ ଏବଂ ବାହାରରୁ ଦୈନିକ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି ଏବଂ ତାଙ୍କର କଥାମୃତ ଶୁଣି ଶ୍ରବଣ କରୁଛନ୍ତି। ଶାରଦା ସେତେବେଳେ ମାତ୍ର 22 ବର୍ଷର ଜଣେ ନାରୀ ଥିଲେ, କିନ୍ତୁ ସେ ସମସ୍ତଙ୍କ ମା ଶାରଦା ଦେବୀ ହୋଇଗଲେ। ନିଜ ସ୍ୱାମୀଙ୍କ ପାଖରୁ ବିଦାୟ ନେଇ ଯେତେବେଳେ ସେ ଜୟରାମବାଟି ଗ୍ରାମକୁ ଫେରିଲେ, ପୂର୍ବ ପ୍ରତିଜ୍ଞା ଅନୁସାରେ ଟେଲୋଭେଲା ଗ୍ରାମରେ ପହଞ୍ଚିଲେ। ସେ ଦେଖିଲେ ସେଠାକାର ବାତାବରଣ ବଦଳି ଯାଇଛି। ଲୋକେ ଡକାୟତ ଛାଡ଼ି କାମଧନ୍ଦାରେ ଲାଗିଛନ୍ତି। ଡାକୁମାନେ ଚୋରି କରିବା ପୂର୍ବରୁ ମା କାଳୀଙ୍କର ପୂଜା ଓ ଆରାଧନା କରୁଥିଲେ। ଆଜି ମଧ୍ୟ ସେହି କାଳୀ ମନ୍ଦିର ସେଠାରେ ଅଛି। ଆଜି ଆଉ ସେଠାରେ ଜଙ୍ଗଲ ନାହିଁ। ସେଠାରେ କାଳୀ ମନ୍ଦିରରେ ମା କାଳୀଙ୍କର ପ୍ରତିମା ସହିତ ରାମକୃଷ୍ଣ ପରମହଂସ ଓ ମା ଶାରଦାଙ୍କ ଫଟୋ ମଧ୍ୟ ପୂଜା ପାଉଛି। କାହିଁ ତାକୁ କୁହାଯାଏ, ରଖେ ହରି ମାରେ କିଏ।